ପଶ୍ଚିମ ଓଡ଼ିଶାରେ ଅବୈଧ ନିଶାର ଅନ୍ୟ ଏକ ପ୍ରମୁଖ ମାଧ୍ୟମ ପାଲଟିଛି କୋରେକ୍ସ କଫ୍ ସିରପ୍। ଶସ୍ତାରେ ବେଶ୍ ଭଲ ପରିମାଣରେ ନିଶା ହେଉଥିବାରୁ ନିଶାଳୀଙ୍କ ପସନ୍ଦ ପାଲଟିଛି ଏହି କଫ୍ ସିରପ୍। କିନ୍ତୁ ଏହା ଯେତିକି ଶସ୍ତା ସେତିକି କ୍ଷତିକାରକ ମଧ୍ୟ। ଅତି ସହଜରେ ଛୋଟ ବୋତଲରେ ମିଳିଯାଉଥିବାରୁ ଏହାକୁ ବେଆଇନ ରପ୍ତାନି କରିବା ମଧ୍ୟ ସହଜସାଧ୍ୟ। ନିଶା ବେପାରୀଙ୍କ ପାଇଁ କମ୍ ବିନିଯୋଗରେ ବେଶ୍ ଭଲ ପରିମାଣର କଳା ଟଙ୍କା ରୋଜଗାର କରିବାର ମାଧ୍ୟମ ପାଲଟିଛି ଏହି ସିରପ୍। ଖାସ୍ କରି ଏହି କଫ୍ ସିରପ୍ ରପ୍ତାନୀରେ ଇନଭଲ୍ଭ ହେଉଛନ୍ତି ଯୁବବର୍ଗ ସହ ଦାମୀ ଗାଡ଼ି। ଭୁବନେଶ୍ୱର ବରଗଡ଼ ଅଭିମୁଖେ ଆସୁଥିଲା ଏକ ଲାଲ ରଙ୍ଗର ଥାର୍। ଦାମୀ ଗାଡ଼ି ଭିତରେ ଥିଲା ବିପୁଳ ପରିମାଣର କଫ୍ ସିରପ୍। ବରଗଡ଼ ପୋଲିସକୁ ମିଳିଥିଲା ଖବର, ଆଉ ଖବର ପାଇ ଗାଡ଼ି ସହ ଚାଲାଣକାରୀଙ୍କୁ ମାଡ଼ି ବସିଥିଲା ପୋଲିସ। ଲାଲ ରଙ୍ଗର ଥାର୍ ଗାଡ଼ିରେ ବିପୁଳ ପରିମାଣର କୋରେକ୍ସ କଫ୍ ସିରପ୍ ଚାଲାଣ ହେଉଥିବା ନେଇ ପୋଲିସକୁ ମିଳିଥିଲା ଗୁପ୍ତ ସୂଚନା। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଆକ୍ଟିଭ୍ ହେବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚକୁ କରିଥିଲା କଡ଼ାକଡ଼ି। ପରେ ସନ୍ଦିଗ୍ଧ ଥାର୍ ଗାଡ଼ିକୁ ଅଟକାଇ ତଲାସି କରିବା ବେଳେ ଗାଡ଼ି ଭିତରୁ ମିଳିଥିଲା ବିପୁଳ ପରିମାଣର କୋରେକ୍ସ କଫ୍ ସିରପ୍। ଘଟଣାସ୍ଥଳରୁ 2 ଜଣଙ୍କୁ ଧରିଥିଲା ମଧ୍ୟ ପୋଲିସ। ଗାଡ଼ିକୁ କରାଯାଇଥିଲା ଜବତ। ପ୍ରାଥମିକ ତଦନ୍ତରୁ ଏହି କଫ୍ ସିରପ୍କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ନେଇ ଜଣାପଡ଼ିଥିଲା। ତେବେ ଏହା ପ୍ରକୃତରେ କେଉଁଠୁ ଆସିଥିଲା ଏବଂ କୁଆଡ଼େ ଯାଇଥିଲା ତାକୁ ନେଇ ପୋଲିସ ଆରମ୍ଭ କରିଛି ତଦନ୍ତ। ଏବଂ ଏ ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ପୋଲିସ ଆରମ୍ଭ କରିଛି ତନାଘନା। ନିଶା କାରବାର ଉପରେ କଡ଼ା ନଜର ରଖିଥିବା ପୋଲିସ ପକ୍ଷରୁ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି। ତଦନ୍ତ ପରେ ବେଆଇନ କଫ୍ ସିରପ୍ ଚାଲାଣ ଗ୍ୟାଙ୍ଗର ଚେର ଏବଂ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ପାଖରେ ପୋଲିସ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି। ବରଗଡ଼ ପାଟଣାଗଡ଼ରୁ ଆକାଶ ଦୀପଙ୍କ ରିପୋର୍ଟ, ଅପ୍ରିୟ ସତ୍ୟ।